ନବରତ୍ନ ସେବା ଓ ସଂସ୍କୃତି ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୂଳଠାରେ ଅବସ୍ଥିତ ଅଗ୍ରଣୀ ସେବା ଓ ସଂସ୍କୃତି ଅନୁଷ୍ଠାନ ନବରତ୍ନର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଶରଣକୂଳ ୟୁନାଇଟେଡ୍ ପବ୍ଲିକ୍ ସ୍କୁଲ ପରିସରରେ ଅନୁଷ୍ଠାନର ଉପଦେଷ୍ଟା ଦୀନବନ୍ଧୁ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସ୍ଥାୟୀ ସଭାପତି କବି କଲ୍ଲୋଳ ଗୋଦାବରୀ ବସନ୍ତିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସମ୍ପାଦକ କବି କୁସୁମ ନିରାକାର ସ୍ୱାଇଁ ବିବରଣୀ ପାଠ କରିବା ସହିତ ସମୀକ୍ଷକ ଭୂମିକା ନିଭାଇଥିଲେ। 12 ଜଣ ଗାଳ୍ପିକ ଗଳ୍ପ ପଠନ କରିବା ସହିତ 26 ଜଣ କବି କବିତା ପାଠ କରିଥିଲେ। ନବରତ୍ନ ଉତ୍ସବରେ 9 ଜଣ ଶ୍ରେଷ୍ଠ ପ୍ରତିଭାକୁ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ଶ୍ରୀଯୁକ୍ତ ଘନଶ୍ୟାମ ରାଉତ ଜ୍ଞାନରତ୍ନ, ଶ୍ରୀମତୀ ଅନିତା ରାଉତରାୟ ନାରୀରତ୍ନ, ଶ୍ରୀଯୁକ୍ତ ଶିବରାମ ଗାଣ୍ଡ କଳାରତ୍ନ, ଡକ୍ଟର ସୁକାନ୍ତି ମହାନ୍ତି ସାହିତ୍ୟରତ୍ନ, ଗୀତାଞ୍ଜଳି ମହାପାତ୍ର ବିଦ୍ୟାରତ୍ନ, ରୀତାରାଣୀ ମିଶ୍ର ଶିକ୍ଷାରତ୍ନ, ଅଧ୍ୟାପିକା ପ୍ରିୟମ୍ବଦା ଦାସ କାର୍ମିକ ରତ୍ନ, ଶ୍ରୀଯୁକ୍ତ ରବୀନ୍ଦ୍ର ନାୟକ ସେବାରତ୍ନ, ଶ୍ରୀଯୁକ୍ତ ଭାସ୍କର ସ୍ୱାଇଁଙ୍କୁ କୃଷିରତ୍ନ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଯୁବକବି ନୀଳମାଧବ ମିଶ୍ର, ଅଧ୍ୟାପିକା ନୀଳିମାନନ୍ଦ, ଗାଳ୍ପିକ ଗୋପୀନାଥ ସେଠୀ ପ୍ରଭୃତି ସଂଯୋଜନା କରିଥିବା ବେଳେ ଡକ୍ଟର ସୁରେଶ କୁମାର ବରାଡ଼, କବି ସିତୁପ୍ରକାଶ ରଥ ଗଳ୍ପ ଓ କବିତାଗୁଡ଼ିକୁ ସମୀକ୍ଷା କରିଥିଲେ। ୟୁନାଇଟେଡ୍ ପବ୍ଲିକ୍ ସ୍କୁଲର ପରିଚାଳକ କବି ଓ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ସାହୁ, ଶିକ୍ଷକ ହିମାଂଶୁ ଶେଖର ଜେନା ଓ ଶିକ୍ଷୟିତ୍ରୀ ମିତାଞ୍ଜଳି ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ନୟାଗଡ଼ରୁ ଶିବନାରାୟଣ ଦାସଙ୍କ ରିପୋର୍ଟ ବାର୍ତ୍ତା।